କିନ୍ତୁ ସମସ୍ତେ ଭାବିଲେ ମୁଁ ଆଉ ଫେରିବିନି। କିନ୍ତୁ ମୋର ଯେତେବେଳେ ଥାର୍ଡ଼ ଷ୍ଟେଜ୍ କ୍ୟାନ୍ସର ଜଣାପଡ଼ିଲା, ବହୁତ ଦାମ, ମୁଁ ଯେଉଁ ଇଞ୍ଜେକ୍ସନ୍ ଦେଉଥିଲି ବହୁତ ଦାମ, ଯେଉଁ ମେଡ଼ିସିନ୍ ଖାଉଥିଲି ବହୁତ ଦାମ, ବହୁତ କଷ୍ଟ ହେଇଛି ମୋତେ। ଦେଖନ୍ତୁ, ମୋର ହଠାତ୍ କିନା ଦେହ ଖରାପ ହେଇଗଲା ଅନଏକ୍ସପେକ୍ଟେଡ଼ଲି, ନହେଲେ 2022ରେ ଏଇଟା ରିଲିଜ୍ ହେଇଥାନ୍ତା। ତାପରେ କରୋନା ଫଳରେ ଅନେକ ଗୁଡ଼ିଏ ହଲ୍ ବନ୍ଦ ହେଇଯାଇଥିଲା, ତେଣୁକରି ଡିସାଇଡ଼୍ ନେଇପାରିଲିନି। 22ରେ କିନ୍ତୁ ସିଓର ଥିଲି ଡିସେମ୍ବର ଭିତରେ ରିଲିଜ୍ କରିବି। କିନ୍ତୁ ମୋର ଯେତେବେଳେ ଥାର୍ଡ଼ ଷ୍ଟେଜ୍ କ୍ୟାନ୍ସର ଜଣାପଡ଼ିଲା, ଆମ ଘରେ ସମସ୍ତେ ଡରିଗଲେ, ମୁଁ ବି ଡରି ଯାଇଥିଲି। ମୁଁ ଜାଣିନଥିଲି ମୋର କ'ଣ ହେବ, କିନ୍ତୁ ସମସ୍ତେ ଭାବିଲେ ମୁଁ ଆଉ ଫେରିବିନି। ଯେତେବେଳେ ଆସିଲି ଫେରିକି 2 ବର୍ଷ ପର୍ଯ୍ୟନ୍ତ ମୁଁ ବହୁତ କଷ୍ଟ ପାଇଛି। ଏଇଟା ତୃତୀୟ ବର୍ଷ। ମୋର ଇଞ୍ଜେକ୍ସନ୍ ବହୁତ ଦାମ, ମୁଁ ଯେଉଁ ଇଞ୍ଜେକ୍ସନ୍ ଦେଉଥିଲି ବହୁତ ଦାମ, ଯେଉଁ ମେଡ଼ିସିନ୍ ଖାଉଥିଲି ବହୁତ ଦାମ, ବହୁତ କଷ୍ଟ ହେଇଛି ମୋତେ। ତାପରେ ଏନ୍ଜିଓ ମୋର ଜଣେ ବନ୍ଧୁ କହିଲେ ସିନେମାଟା ରିଲିଜ୍ କରିବା, ଆଉ ତାଙ୍କର ହେଲ୍ପରେ ମୁଁ କହିଲି ଯଦି ଆପଣ କହୁଛନ୍ତି କରନ୍ତୁ। ମୋର କିନ୍ତୁ ମନ ନାହିଁ। ମୋ ଝିଅ ଦିଲ୍ଲୀରେ ଥିଲା, ସେ କହିଲା ପାପା ମୁଁ ଯାଉଛି, ଓଡ଼ିଶାରେ ରହିବି, ସିନେମାଟା ରିଲିଜ୍ କରାଇବା, ଲୋକ ଦେଖିବେ, ନୂଆ କାହାଣୀ, ନୂଆ କଥା। ଆମ ଓଡ଼ିଆ ଲୋକ ଏବେ ଓଡ଼ିଆ ଫିଲ୍ମ ଦେଖୁଛନ୍ତି, ନୂଆ ନୂଆ କାହାଣୀର ଫିଲ୍ମ ହେଉଛି, ଏବେ ବଢ଼ିଆ ବଢ଼ିଆ ସିନେମା ହେଉଛି। ଆମ ଓଡ଼ିଆ ଲୋକ ଓଡ଼ିଆକୁ ଏତେ ଭଲ ପାଇଗଲେଣି, ଯେଉଁ କହୁଛନ୍ତି ଓଡ଼ିଆ ଅସ୍ମିତା, ଏବେ ଦେଖିବାକୁ ମିଳୁଛି ଓଡ଼ିଆକୁ ଭଲ ପାଇବାଟା। ବହୁତ ଦିନ ହେଲା ଯେମିତି ହଜି ଯାଇଥିଲା। ସବୁବେଳେ ମାଁ ଧର ଫିଲ୍ମ ଦେଖି ଦେଖି ଲୋକ ବୋର୍ ହେଇଯାଉଥିଲେ। ଏଇ ପରିଚୟଟି ଫ୍ୟାମିଲି ଷ୍ଟୋରି, ଗୋଟେ ଅନାଥ ଶିଶୁକୁ ନେଇକି ହେଇଛି। କାହିଁକି ଦେଖନ୍ତୁ, ଆଉ ଗୀତ ଗୁଡ଼ାକ ଶୁଣନ୍ତୁ, ଗୀତ ଶୁଣିବେ, କାହାଣୀ ଆପଣଙ୍କୁ ଆପେ ଆପେ ମନରେ ରହିଯିବ। ଆଉ ଯେଉଁମାନେ ଅଭିନୟ କରିଛନ୍ତି ଖୁବ୍ ଭଲ କରିଛନ୍ତି। ମୋତେ ସମସ୍ତେ ହେଲ୍ପ କରିଛନ୍ତି, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକଙ୍କୁ କହିବି ଯେ ସମସ୍ତେ ନିଜ ନିଜ ପରିଚୟ ନେଇ ବଞ୍ଚନ୍ତି। ଏ ପରିଚୟ ଦେଖିଲେ ମୁଁ ଗୋଟେ ନୂଆ ପରିଚୟ ପାଇବି। ତେଣୁକରି ପରିଚୟକୁ ସାର୍ଥକ କରିବା ପାଇଁ ଆପଣମାନଙ୍କ ଆଶୀର୍ବାଦ ମୋତେ ନିହାତି ଦରକାର। ଆସନ୍ତୁ, ଦେଖନ୍ତୁ, ଆଶୀର୍ବାଦ କରନ୍ତୁ।